ଶୁଭ ସକାଳ ପିଲାମାନେ। ତୁମେମାନେ କେମିତି ଅଛ? ଭଲରେ ଅଛ? ସମସ୍ତେ ଭଲରେ ଅଛ? ବହୁତ ବଢିଆ। ସମସ୍ତେ ଖାଇକି ଆସିଛ ତ? ହଁ, ସମସ୍ତେ ଖାଇଛ? ଓକେ। ହଁ ହଁ, ମୁଁ ବି ଖାଇଛି। ପିଲାମାନେ, ଆଜିର ଏହି ଅଧିବେଶନକୁ ସମସ୍ତଙ୍କୁ ସ୍ୱାଗତ। ପିଲାମାନେ, ଆଜି ଆମେ ତୁମ ବିଜ୍ଞାନ ବହି ଜିଜ୍ଞାସାର ଷଷ୍ଠ ଶ୍ରେଣୀର ପ୍ରସଙ୍ଗ ଜୀବଜଗତର ବିବିଧତା ପାଠ 2 ବିଷୟରେ ଆଜି ଆମେ ଆଲୋଚନା କରିବା। ଆଜିର ଶିକ୍ଷଣ ଉଦ୍ଦେଶ୍ୟ ହେଲା ପର୍ଯ୍ୟବେକ୍ଷଣ ମାଧ୍ୟମରେ ଜୀବଜଗତର ବିବିଧତାକୁ ବୁଝିବା। ଆଉ ଗୋଟେ ଶିକ୍ଷଣ ଉଦ୍ଦେଶ୍ୟ ହେଉଛି ପ୍ରାଣୀ ଏବଂ ଉଦ୍ଭିଦ ମାନଙ୍କର ବିଭିନ୍ନ ତୁଳନାତ୍ମକ ବୈଶିଷ୍ଟ୍ୟ ଜାଣିବା। ପିଲାମାନେ, ଜୀବଜଗତର ବିବିଧତା ଆମ ଚତୁଃପାର୍ଶ୍ୱରେ ଥିବା ପ୍ରାଣୀ ଏବଂ ଉଦ୍ଭିଦ ମାନଙ୍କର ପର୍ଯ୍ୟବେକ୍ଷଣ ମାଧ୍ୟମରେ। ପର୍ଯ୍ୟବେକ୍ଷଣ କରିବା ତ? ସମସ୍ତେ ପ୍ରସ୍ତୁତ ତ? ଓକେ, ବହୁତ ବଢିଆ। ପିଲାମାନେ, ଜୈବ ବିବିଧତା କ'ଣ? ଆମେ ପ୍ରଥମେ ଜାଣିବା ଜୈବ ବିବିଧତା କାହାକୁ କୁହାଯାଏ। ତୁମେମାନେ ସମସ୍ତେ ଆଖି ବନ୍ଦ କରି ଗୋଟିଏ ଉଦ୍ଭିଦ ଓ ପ୍ରାଣୀ ବିଷୟରେ ଚିନ୍ତା କର। ସମସ୍ତେ କର, ସମସ୍ତେ ଚିନ୍ତା କର। ବର୍ତ୍ତମାନ ସମସ୍ତେ କ'ଣ ଭାବୁଛ? ସମସ୍ତଙ୍କର ଚିତ୍ର ଏକା ଭଳି ନା ଭିନ୍ନ ଭିନ୍ନ ହୋଇଥାଇପାରେ? ବହୁତ ବଢିଆ, ଭିନ୍ନ ଭିନ୍ନ ହୋଇଥାଏ। ତେଣୁ ଯଦି ଆମେ ମନ ଭିତରେ ଆମେ ଭାବିଛେ ଉଦ୍ଭିଦ ବିଷୟରେ, ଯୋଉଟା କି ଘର ମାନଙ୍କରେ ଆମେ ପାଇଥାଉ, ତୁଳସୀ ଗଛ ବିଷୟରେ ମୁଁ ଭାବିଛି ଏବଂ ତୁମମାନଙ୍କ ସହିତ ମୁଁ ବି ଆଜି ଭାବିଛି ତୁଳସୀ ଗଛ ଏବଂ ଗୋଟେ ପ୍ରାଣୀ ବିଷୟରେ ଭାବିଛି, ଯିଏ ହେଉଛି ଆମ ଘର ମାନଙ୍କରେ ଦେଖାଯାଏ ଆମର ଗୃହପାଳିତ ପଶୁ। ସିଏ ହେଲା ଗୃହପାଳିତ ପଶୁ ଏବଂ ଉପକାରୀ ପଶୁ, ସିଏ ହେଲା ଆମର ଗାଈ ଏବଂ ତୁଳସୀ ଗଛ। ପିଲାମାନେ, ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଦେଖାଯାଉଥିବା ଉଦ୍ଭିଦ ପ୍ରାଣୀଙ୍କର ବିବିଧତା ସେହି ଅଞ୍ଚଳର ଜୈବ ବିବିଧତାକୁ ବୁଝାଇଥାଏ। ଆସ ଆମେ ପ୍ରକୃତି ଭ୍ରମଣ କରିବା ଏବଂ ପର୍ଯ୍ୟବେକ୍ଷଣ ଆରମ୍ଭ କରିବା। ଆମ ସହିତ ଆଜି ଅଛନ୍ତି ଆମର ବିଜ୍ଞାନ ଶିକ୍ଷୟିତ୍ରୀ ସୁଲେଖା ଦିଦି ଏବଂ ଡକ୍ଟର ପଣ୍ଡା, ଯିଏକି ନିକଟ ଗବେଷଣାଗାରର ବୈଜ୍ଞାନିକ, ସୁନାମଧନ୍ୟ ବୈଜ୍ଞାନିକ। ସେ ଆମ ସହିତ ଆଜି ଅଛନ୍ତି। ଆମ ସହିତ ଆଉ ଜଣେ ବିଶିଷ୍ଟ ବ୍ୟକ୍ତି ବି ଅଛନ୍ତି, ଆଉ ଯାହାଙ୍କର ସହଯୋଗ ନିତାନ୍ତ ଦରକାର। ସିଏ ହେଉଛନ୍ତି ଆମର ମଣିରାମ ଦାଦା, ଯିଏକି ବୟସ୍କ ଲୋକ ଏବଂ ପ୍ରକୃତି ପ୍ରେମୀ, ପରିବେଶବିତ୍ ଏବଂ ପ୍ରକୃତିକୁ ଭଲ ପାଉଥିବା ମଣିଷଟିଏ, ଯିଏକି ପଶୁପକ୍ଷୀଙ୍କର ରାବ ନକଲ କରିବାରେ ବହୁତ ଧୁରନ୍ଧର, ଯିଏ ଶିକ୍ଷାର୍ଥୀମାନଙ୍କୁ, ତୁମେମାନଙ୍କୁ ଶବ୍ଦ ମାଧ୍ୟମରେ ପ୍ରାଣୀ ଚିହ୍ନିବା ଶିଖାଇ ପାରିବେ। ଏବେ ସମସ୍ତେ ପ୍ରସ୍ତୁତ ତ? ଆରମ୍ଭ କରିବା ଆମର ପ୍ରକୃତି ଭ୍ରମଣ। ସମସ୍ତଙ୍କ ପାଖରେ ପାଣି ବୋତଲ, ଗୋଟେ କଲମ ଏବଂ ତୁମ ପାଖରେ ଗୋଟେ ନୋଟପ୍ୟାଡ୍ ରହିବା ନିହାତି ଆବଶ୍ୟକ। ସମସ୍ତେ ଆଣିଛ ତ? ଓକେ, ବହୁତ ବଢିଆ। ପ୍ରକୃତିକୁ ପିଲାମାନେ କେବଳ ଦେଖିବା ଯଥେଷ୍ଟ ନୁହେଁ, ଏହାକୁ ଅନୁସନ୍ଧାନ କରିବା ନିତାନ୍ତ ଆବଶ୍ୟକ। ପ୍ରାଣୀ ଏବଂ ଉଦ୍ଭିଦ ମାନଙ୍କର ବାସସ୍ଥାନର ବିବିଧତା। ଆମ ପରିବେଶରେ ଦେଖାଯାଉଥିବା କିଛି ପକ୍ଷୀ, କାଉ, ବଣି, ପାରା ଇତ୍ୟାଦି, ସେମାନେ କୋଉଠି ରହନ୍ତି? ସେମାନେ ଆକାଶରେ ଉଡ଼ି ବୁଲନ୍ତି ଏବଂ ଗଛ ଡାଳରେ ବସା କରି ରୁହନ୍ତି। ଯେମିତି ଆମେ ଆମ ଘରେ ରହୁ, ସେମିତି ସେମାନେ ଗଛ ଡାଳରେ ବସା କରି ରୁହନ୍ତି। ସେଇଭଳି ପ୍ରଜାପତି ଏବଂ କୀଟପତଙ୍ଗ ମାନେ ଉଦ୍ଭିଦ ଉପରେ ରହନ୍ତି ଏବଂ ଉଦ୍ଭିଦକୁ
ଖାଦ୍ୟ ଆକାରରେ ଗ୍ରହଣ କରନ୍ତି। ପ୍ରଜାପତି ଯେମିତି ଫୁଲରୁ ମହୁ ଶୋଷେ, ଫୁଲରୁ ମହୁ ଖାଏ, ସେମିତି କୀଟପତଙ୍ଗମାନେ ଉଦ୍ଭିଦର ପତ୍ରକୁ ଭକ୍ଷଣ କରନ୍ତି। ଆଉ ଗାଈ ଆମର ଗୃହପାଳିତ ପଶୁ ଏବଂ ଅନ୍ୟାନ୍ୟ ପଶୁମାନେ ସେମାନେ ଭୂମି ଉପରେ ବସବାସ କରନ୍ତି ଏବଂ ଘାସ ପତ୍ର ମାନେ ଯୋଉମାନେ ଶାକାହାରୀ ଅଛନ୍ତି ସେମାନେ ଘାସ ପତ୍ର ଖାଇଥାନ୍ତି। ଆଉ ମାଟି ତଳେ ଏବଂ ଗାତରେ କିଏ ରହିଥିବ ଭାବୁଛ? ମାଟି ତଳେ ଏବଂ ଗାତରେ ପିମ୍ପୁଡି ଆଉ ଜିଆ ମାନେ ରହିଥାନ୍ତି। ଆଉ କିଏ ରହିଥିବେ? ମାଟି ତଳେ ସାପ ବି ରହିଥାନ୍ତି ଆମ ପରିବେଶରେ। ତେଣୁ କେତେକ ପ୍ରାଣୀ ଭୂମିରେ ରହୁଥିବା ବେଳେ ଆଉ କେତେକ ଗଛରେ ଓ କିଛି ମାଟି ତଳେ ବାସ କରନ୍ତି। ବାସସ୍ଥାନର ଏହି ଭିନ୍ନତା ଜୈବ ବିବିଧତାର ଏକ ମୁଖ୍ୟ ଅଂଶ। ପର୍ଯ୍ୟବେକ୍ଷକଙ୍କର ଦୃଷ୍ଟିକୋଣ ଆମେ କଣ ଖୋଜୁଛୁ? ପିଲାମାନେ, ଆମେ ଉଦ୍ଭିଦ ପାଇଁ କାଣ୍ଡର ପ୍ରକୃତି, ପତ୍ରର ଆକୃତି ଏବଂ ଫୁଲର ରଙ୍ଗକୁ ଆମେ ପ୍ରଥମେ ଚିହ୍ନିବା। ଆଉ ସେଇଭଳି ପ୍ରାଣୀମାନଙ୍କର ବାସସ୍ଥାନ, ଖାଦ୍ୟ, ଚଳନ ଶୈଳୀ ଆଧାରରେ ଆମେ ପ୍ରାଣୀ ଓ ଉଦ୍ଭିଦମାନଙ୍କୁ ଶ୍ରେଣୀ ବିଭାଗ କରିପାରିବା। ଉଦ୍ଭିଦ ପର୍ଯ୍ୟବେକ୍ଷଣ ସାରଣୀ। ଆସ ଯିବା ଏଇଟା ଦେଖିବା। ଆସ ଯିବା ଆମେ ଦେଖିବା। ପିଲାମାନେ, ଘାସ 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 କେଉଁଭଳି ଦେଖିବା ପାଇଁ? ଘାସର କଣ ବୈଶିଷ୍ଟ୍ୟତା ଅଛି ଆମେ ସେଟାକୁ ପ୍ରଥମେ ଆଗେ ଜାଣିବା। ଗୋଟିଏ ଗୋଟିଏ କାରକମାନେ ଆମ ପ୍ରକୃତିରେ ଆମେ ସମସ୍ତଙ୍କୁ ଭେଟିବା ଏବଂ ସମସ୍ତଙ୍କର ବୈଶିଷ୍ଟ୍ୟତା ଜାଣିବା। ତାପରେ ଆମେ ତୁଳସୀ ବିଷୟରେ ଜାଣିବା। ତୁଳସୀ ଗଛ ଯିଏକି ଆମ ସମସ୍ତଙ୍କ ଘର ଚଉରାରେ ଅବସ୍ଥାନ କରନ୍ତି। ଆମେ ତାଙ୍କୁ ପୂଜା ବି କରୁ। ଆଉ ତୁଳସୀର ବହୁତ ଉପକାରିତା ଗୁଣ ବି ଅଛି, ଯୋଉ ଦେହ ପକ୍ଷେ ବହୁତ ଭଲ। ଆଉ ତା ବିଷୟରେ ବି ଆମେ ଜାଣିବା। ଏବଂ ମନ୍ଦାର ଗଛ ଯିଏକି ଆମକୁ ଫୁଲ ଦେଇଥାଏ। ପିଲାମାନେ, ଘାସର କାଣ୍ଡ କୋମଳ ଏବଂ ସରୁ। ବିଶେଷତ୍ଵ ହେଲା ଇଏ ବିଭିନ୍ନ ସ୍ଥାନରେ ବଢିଥାଏ। ତୁଳସୀର କାଣ୍ଡ କିନ୍ତୁ କୋମଳ ନଥାଏ। ତୁଳସୀର କାଣ୍ଡ ଶକ୍ତ ହୋଇଥାଏ ଏବଂ ସରୁ ହୋଇଥାଏ। ଆର ବିଶେଷତ୍ଵ ଫୁଲ ବାଇଗଣୀ ରଙ୍ଗର ଏବଂ ମନ୍ଦାର କାଣ୍ଡ ଶକ୍ତ। ବିଶେଷତ୍ଵ ଫୁଲ ବଡ଼ ଆକାରର ଏବଂ ଆକର୍ଷଣୀୟ ମଧ୍ୟ ହୋଇଥାଏ। ପିଲାମାନେ, ଉଦ୍ଭିଦ ଗୁଡ଼ିକୁ କିପରି ଶ୍ରେଣୀ ବିଭାଗ କରିବ? ଉଦ୍ଭିଦର ଆମେ ଯଦି ଶ୍ରେଣୀ ବିଭାଗ କରିବା ପାଇଁ ଯିବା, ଯଦି ଆମେ ପରିବେଶରେ ବୁଲୁଥିବା ବେଳେ, ଆମ ବଗିଚାରେ ବୁଲୁଥିବା ବେଳେ ଯେଉଁ ଗଛରେ ଫୁଲ ଧରେ ଏବଂ ଯୋଉ ଗଛରେ ଫୁଲ ଧରେ ନାହିଁ, ଆମେ ତାଙ୍କୁ ସବୁ ଅଲଗା ଅଲଗା କରିପାରିବା। ଆଉ ଯେଉଁ ଗଛର କାଣ୍ଡ ଶକ୍ତ ଆଉ କେଉଁ ଗଛର କାଣ୍ଡ କୋମଳ, ସେଇ ଆଧାରରେ ଆମେ ତାର ଉଦ୍ଭିଦ ମାନଙ୍କୁ ଶ୍ରେଣୀ ବିଭାଗ କରିପାରିବା। ବିଭିନ୍ନ ପ୍ରକାର ଉଦ୍ଭିଦର କାଣ୍ଡ, ପତ୍ର, ଫୁଲ ଆଦି ଅଂଶର ବୈଶିଷ୍ଟ୍ୟରେ ଥିବା ଭିନ୍ନତାକୁ ବ୍ୟବହାର କରି ଆମେ ସେମାନଙ୍କୁ ଶ୍ରେଣୀଭୁକ୍ତ କରିପାରିବା। ବୁଝିପାରିଲ ପିଲାମାନେ? ବହୁତ ବଢିଆ। ପ୍ରାଣୀ ପର୍ଯ୍ୟବେକ୍ଷଣ ସାରଣୀର ଏକ ତୁଳନାତ୍ମକ ଚିତ୍ର ଆଜି ଚାଲ ବୁଝିବା। ପ୍ରାଣୀର ନାମ, ବାସସ୍ଥାନ ଏବଂ ସେ କଣ ଖାଏ, ତାର ଖାଦ୍ୟ କଣ, ତାର ଚଳନ ଶୈଳୀ କିପରି, ତାକୁ ଆମେ ବର୍ତ୍ତମାନ ଜାଣିବା। ପ୍ରଥମ ପ୍ରାଣୀ ଆମେ ଦେଖିବା, ଯିଏକି ଆମ ପରିବେଶରେ ଆମେ ଦେଖିଲେ ଆଜି ବୁଲୁଥିବା ବେଳେ, ଯେ କାଉର ବାସସ୍ଥାନ ହେଲା ଗଛ। ଯିଏ ଗଛ ଉପରେ ବସା ବାନ୍ଧେ, କାଠି କୁଟାରେ ବସା ତିଆରି କରେ ଏବଂ ତା ଦିହରେ
ସିଏ ରହେ। ତାର ଖାଦ୍ୟ ହେଲା କୀଟପତଙ୍ଗ। ସେ କୀଟପତଙ୍ଗ ଖାଏ। ଆଉ ତାର ଚଳନ ଶୈଳୀ, ସିଏ କାଉ, ସିଏ ଉଡ଼ିପାରେ ଏବଂ ଚାଲି ବି ପାରେ। ତେଣୁ ମଣିରାମ ଦାଦାଙ୍କୁ ମୁଁ ଅନୁରୋଧ କରିବି, ସିଏ କାଉର ସ୍ୱର ଟିକେ ପିଲାମାନଙ୍କୁ ଆମର ସମସ୍ତଙ୍କୁ ଶୁଣେଇବେ। କାଉର ସ୍ୱର ସହିତ ପିଲାମାନଙ୍କୁ ଟିକେ ଅବଗତ କରାଇବେ। ଯିଏକି କା କା ରାବରେ ଘର କମ୍ପାଇ ଦିଏ ଏବଂ ଆମକୁ ସକାଳୁ ନିଦରୁ ଆମକୁ ବିଛଣାରୁ ଉଠାଏ। ସେ ପକ୍ଷୀ ହେଉଛି କାଉ। କାଉ ଆମର ବହୁତ ପ୍ରିୟ। ବହୁତ ବଢ଼ିଆ ପିଲାମାନେ। ଧନ୍ୟବାଦ ଦାଦା। ଧନ୍ୟବାଦ ମଣିରାମ ଦାଦା। ତାପରେ ଆସ ପିଲାମାନେ ପିମ୍ପୁଡ଼ି ବିଷୟରେ ଜାଣିବା। ପିମ୍ପୁଡ଼ି ମାଟି ଓ ଗାତରେ ରୁହେ। ପିମ୍ପୁଡ଼ି ତାର ପରିବାର ସହିତ ମାଟି ଏବଂ ଗାତରେ ରୁହେ। ତାର ଖାଦ୍ୟ ହେଲା ପତ୍ର ଖାଏ, ମଞ୍ଜି, କୀଟପତଙ୍ଗ ଆଦି ସେ ଖାଇଥାଏ। ଆଉ ଚଳନ ଶୈଳୀ, ସେମାନେ ଚାଲିପାରନ୍ତି। ଆଉ କେମିତି ଚାଲନ୍ତି ଆମେ ପରବର୍ତ୍ତୀ ସ୍ଲାଇଡରେ ଦେଖିବା। ପରବର୍ତ୍ତୀ ସ୍ଲାଇଡରେ ଆମେ ଦେଖିବା। ଆଉ ଆମର ଅତି ପ୍ରିୟ ପଶୁ, ଗୃହପାଳିତ ପଶୁ ଗାଈ। ଗାଈର ବାସସ୍ଥାନ ଆମ ଘରର ଗୁହାଳ। ଆମ ଘର ଗୁହାଳରେ ଗାଈ ବାସ କରେ। ଆଉ ଗାଈର ଖାଦ୍ୟ ନଡ଼ା, ଘାସ, ପତ୍ର ଇତ୍ୟାଦି। ଗାଈ ମାଂସ ଖାଏ ନାହିଁ। ଗାଈ ସମ୍ପୂର୍ଣ୍ଣ ଶାକାହାରୀ। ଏବଂ ଗାଈର ଚଳନ ଶୈଳୀ ଯଦି ଆମେ ଦେଖିବା, ଗାଈ ଚାଲିପାରେ, ଗାଈ ଦୌଡ଼ି ବି ପାରେ, ଗାଈ ଚାଲିପାରେ, ଗାଈ ଦୌଡ଼ିପାରେ। ଗାଈର 4ଟି ଗୋଡ଼, ବହୁତ ଲମ୍ବା ଲମ୍ବା ଗୋଡ଼। ସେଥିପାଇଁ ସେ ଚାଲିପାରେ ଏବଂ ଦୌଡ଼ି ବି ପାରେ। ବହୁତ ଭଲ ଲାଗୁଛି ନା ପିଲାମାନେ? କେମିତି ଲାଗୁଛି ସମସ୍ତଙ୍କୁ? ବହୁତ ବଢ଼ିଆ। ଧନ୍ୟବାଦ। ବର୍ତ୍ତମାନ କ୍ଷେତ୍ର ଅନୁଧ୍ୟାନରେ ଆମେ କାଉକୁ ଦେଖିବା। କାଉର ପରିବେଶ ମୁଖ୍ୟତଃ ଗଛ ଡାଳରେ ବାସ କରନ୍ତି। ମୁଁ ଅଲରେଡି କହିଛି, ତୁମମାନଙ୍କୁ ଆଗରୁ କହିଛି, ପୋଷଣ ହେଲା ତାର କୀଟପତଙ୍ଗ ଏବଂ ଅନ୍ୟାନ୍ୟ ଖାଦ୍ୟ, ଗତିବିଧି ଉଭୟ ଉଡ଼ିବା ଏବଂ ଚାଲିବାରେ ସକ୍ଷମ। ସ୍ୱତନ୍ତ୍ର ବୈଶିଷ୍ଟ୍ୟ ହେଲା କାଉର ଏହାର ଅଣ୍ଡା କାଠିକୁଟା ନୀଡ଼ରେ ଦେଖିବାକୁ ମିଳେ। ତେଣୁ କାଉ ଗଛର ଡାଳରେ ନୀଡ଼ ରଚନା କରେ। ଆଉ ସେଇ ବସାରେ ସେ ତାର ଅଣ୍ଡା ଦିଏ ଏବଂ ଛୁଆ ଜନ୍ମ କରିଥାଏ। ତାପରେ ଏବେ ଆମର କ୍ଷେତ୍ର ଅନୁଧ୍ୟାନ 2ରେ ଆସୁଛନ୍ତି ପିମ୍ପୁଡ଼ି। ପିମ୍ପୁଡ଼ି ମାଟି ତଳେ ଏବଂ ଗାତରେ ବିସ୍ତୃତ ଭାବେ ବାସ କରେ। ପତ୍ର, ମଞ୍ଜି ଏବଂ ଛୋଟ କୀଟପତଙ୍ଗ ଖାଇଥାଏ। ଗତିବିଧି ହେଲା ତାର କେବଳ ଚାଲିବା। ସେ ଉଡ଼ିପାରେ ନାହିଁ। କାହିଁକି ନା ତାର ଡେଣା ନାହିଁ। ସ୍ୱତନ୍ତ୍ର ବୈଶିଷ୍ଟ୍ୟ ହେଲା ଏହାର 6ଟି ଗୋଡ଼ ଅଛି, ଯାହା ଏହାକୁ ଦ୍ରୁତ ଗତିରେ ଚାଲିବାରେ ସାହାଯ୍ୟ କରେ। ତୁମେମାନେ ଚିତ୍ରରେ ଦେଖିପାରୁଥିବ ପିମ୍ପୁଡ଼ିର କେମିତି ଗୋଡ଼, 6ଟି ଗୋଡ଼, କେତେ ଲମ୍ବା ଲମ୍ବା ଗୋଡ଼। ସେଥିପାଇଁ ସିଏ ଭୂଇଁ ଉପରେ ଦ୍ରୁତ ଗତିରେ ଚାଲିପାରେ। ଏବେ କ୍ଷେତ୍ର ଅନୁଧ୍ୟାନ 3ରେ ଆମର ଗୃହପାଳିତ ପଶୁ, ଯିଏକି ଆମର ଅତି ପ୍ରିୟ ଗାଈ। ଆଉ ସେ ପରିବେଶ ମଣିଷ ସହିତ ରହୁଥିବା ଗୃହପାଳିତ ପ୍ରାଣୀ ଗୁହାଳରେ ବାସ କରନ୍ତି। ଇଏ ସମ୍ପୂର୍ଣ୍ଣ ଶାକାହାରୀ, ଘାସ ଏବଂ ପତ୍ର ଖାଏ। ଏହାର ଗତିବିଧି 4ଟି ଗୋଡ଼ରେ ଇଏ ଚାଲନ୍ତି। ଚଳନ ଶୈଳୀ ଅନୁଯାୟୀ ବିଭାଜନ। କେମିତି ଚଳନ ଶୈଳୀ ଅନୁଯାୟୀ ଆମେ ପ୍ରାଣୀମାନଙ୍କର ଶ୍ରେଣୀ ବିଭାଗ କରିବା। କେବଳ ଚାଲିବାରେ ଆମେ କ'ଣ ଦେଖିଲେ? କେବଳ ଚାଲିବାରେ ଆମେ ଯେଉଁ ସବୁ ଜନ୍ତୁମାନଙ୍କୁ ଆଜି ଭେଟିଲେ, ସେଥିରୁ ଗାଈ ଏବଂ ପିମ୍ପୁଡ଼ି କେବଳ ଚାଲିପାରନ୍ତି, ଉଡ଼ିପାରନ୍ତି ନାହିଁ। ଆଉ କାଉ କିନ୍ତୁ ଉଡ଼ିପାରେ ଏବଂ ଚାଲି ବି ପାରେ। ସେଇଭଳି ପ୍ରଜାପତି
ଗୋଟିଏ ଡାଳରୁ ଆଉ ଗୋଟେ ଡାଳକୁ, ଗୋଟିଏ ଫୁଲରୁ ଆଉ ଗୋଟେ ଫୁଲକୁ କେବଳ ଉଡ଼ି ହିଁ ପାରେ। ପ୍ରଜାପତି ଚାଲିପାରେ ନାହିଁ। ପ୍ରାଣୀମାନଙ୍କର ଚଳନ ଗତି ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ। ଏଇ ଭିନ୍ନତା ସେମାନଙ୍କୁ ବିଭିନ୍ନ ଗୋଷ୍ଠୀରେ ବାଣ୍ଟିବାରେ ସାହାଯ୍ୟ କରେ। ପର୍ଯ୍ୟବେକ୍ଷଣରୁ ଶ୍ରେଣୀ ବିଭାଗ ଆମେ କାହିଁକି ଅଧ୍ୟୟନ କରିବା? ପିଲାମାନେ, ଆମ ଘରେ ଯେତେବେଳେ ଆମ ଘରେ ଯେତେବେଳେ ଆସବାବପତ୍ର ଅସଜଡ଼ା ହୋଇକି ଥାଏ, ଆମ ମା କ'ଣ କରନ୍ତି ନା ଆମ ମା ତାକୁ ସଜାଡ଼ିବାରେ ଲାଗି ପଡ଼ନ୍ତି। ଆଉ ସବୁ ଜିନିଷ, ଆମର ବହି ଖାତା, ତୁମମାନଙ୍କର ବଟଲ, ପାଣି ବଟଲ, ତୁମର ବ୍ୟାଗ୍ ସବୁ ସଜାଡ଼ିକି ରଖନ୍ତି ଘରେ, ଆଉ ଆଲମାରିରେ ରଖନ୍ତି, ଆଲମିରାରେ ରଖନ୍ତି ସୁବ୍ୟବସ୍ଥା କରି। ସେଇଭଳି ଆମେ ବି ପ୍ରାଣୀ ଏବଂ ଉଦ୍ଭିଦମାନଙ୍କର ଶ୍ରେଣୀ ବିଭାଗ କରିପାରିବା ଏବଂ ସେମାନଙ୍କୁ ଆମେ ସଜାଇ ପାରିବା। ଶ୍ରେଣୀ ବିଭାଗ କରିବା ଦ୍ୱାରା ଉଦ୍ଭିଦ ଓ ପ୍ରାଣୀମାନଙ୍କ ମଧ୍ୟରେ ଥିବା ସମାନତା, ପାର୍ଥକ୍ୟ ବୁଝିବା ଏବଂ ଅଧ୍ୟୟନ କରିବା ସହଜ ହୋଇଥାଏ। ନିବିଡ଼ ପର୍ଯ୍ୟବେକ୍ଷଣ ହିଁ ଜୈବ ବିବିଧତାର ରହସ୍ୟ ଖୋଲିବାର ପ୍ରଥମ ଚାବିକାଠି। ଏବେ ତୁମ ପାଇଁ କିଛି କାର୍ଯ୍ୟ। ପିଲାମାନେ, ଆଜି ଆମେ ମଣି ଦାଦାଙ୍କଠୁ କ'ଣ ଶିଖିଲେ? ମଣି ଦାଦା ଯିଏକି ଜଣେ ପରିବେଶବିତ୍ ଏବଂ ସେ ତାଙ୍କର ମୁଖ୍ୟ ବୈଶିଷ୍ଟ୍ୟ ହେଲା ସେ ପଶୁପକ୍ଷୀମାନଙ୍କର ନକଲ କରିପାରନ୍ତି ଆଉ ପଶୁପକ୍ଷୀ ଆଉ ପରିବେଶକୁ ବହୁତ ଭଲ ପାଆନ୍ତି। କହିପାରିବ ପିଲାମାନେ, ଆଜି ଆମେ ମଣି ଦାଦାଙ୍କଠୁ କ'ଣ ଶିଖିଲେ? ଆଜି ଆମେ ଆମ ମଣି ଦାଦାଙ୍କଠୁ ପରିବେଶକୁ କେମିତି ଭଲ ରଖିବା, ଭଲ ପାଇବା ଆଉ ବିଭିନ୍ନ ପଶୁପକ୍ଷୀଙ୍କର ଧ୍ୱନି ବିଷୟରେ ଜାଣିବାକୁ ପାଇଲୁ। ଦ୍ୱିତୀୟ ପ୍ରଶ୍ନ ପିଲାମାନେ, ତୁମମାନଙ୍କୁ କ୍ଷେତ୍ର ଅନୁଧ୍ୟାନ କଲାବେଳେ ପିମ୍ପୁଡ଼ିର କ'ଣ ସବୁ ବୈଶିଷ୍ଟ୍ୟ ଦେଖିବାକୁ ମିଳିଲା? ପିଲାମାନେ, କ୍ଷେତ୍ର ଅନୁଧ୍ୟାନ କଲାବେଳେ ଆମେ ଜାଣିବାକୁ ପାଇଲୁ ଯେ ପିମ୍ପୁଡ଼ି ମାଟି ତଳେ ଏବଂ ଗାତରେ ରହେ। ପିମ୍ପୁଡ଼ିର 6 ଗୋଟି ଲମ୍ବା ଗୋଡ଼ ଥିବାରୁ ସେ ଦ୍ରୁତ ଗତିରେ ଚାଲେ, କିନ୍ତୁ ପିମ୍ପୁଡ଼ି ଉଡ଼ିପାରେ ନାହିଁ। କାହିଁକି ଉଡ଼ିପାରେ ନାହିଁ ପିଲାମାନେ? କାରଣ ପିମ୍ପୁଡ଼ିର ଡେଣା ନଥାଏ। ପିମ୍ପୁଡ଼ିର ଡେଣା ନାହିଁ, ସେଥିପାଇଁ ସେ ଉଡ଼ିପାରେ ନାହିଁ। ପିଲାମାନେ, କାଉ କେଉଁଠାରେ ଅଣ୍ଡା ଦେଇଥାଏ? କାଉ କାଠି କୁଟାରେ ନିଡ଼ ବା ବସା ତିଆରି କରି ସେଇ ନିଡ଼ରେ ଅଣ୍ଡା ଦେଇଥାଏ। ସମସ୍ତେ କିଛି ଲୋକ କହନ୍ତି କାଉ କୋଇଲି ବସାରେ ଅଣ୍ଡା ଦିଏ, କିନ୍ତୁ କାଉ ନିଜ ତିଆରି ବସାରେ ଅଣ୍ଡା ଦେଇଥାଏ। ପିଲାମାନେ, ଚତୁର୍ଥ ପ୍ରଶ୍ନ ତୁମମାନଙ୍କ ପାଇଁ। ଜୈବ ବିବିଧତାର ରହସ୍ୟ ବୁଝିବା ପାଇଁ ଆମକୁ କ'ଣ କରିବା ଉଚିତ? ଜୈବ ବିବିଧତାର ରହସ୍ୟ ବୁଝିବା ପାଇଁ ଆମକୁ ନିବିଡ଼ ଭାବେ ପରିବେଶକୁ ଅନୁଧ୍ୟାନ କରିବା ଉଚିତ। ଆଉ ତୁମମାନଙ୍କ ପାଇଁ ପଞ୍ଚମ ଆଉ ଶେଷ ପ୍ରଶ୍ନ, ଆଜିର ଆଲୋଚନା ପରେ ଆମେ କେମିତି ଉଦ୍ଭିଦମାନଙ୍କର ଶ୍ରେଣୀ ବିଭାଗ କରିପାରିବା? କହିପାରିବ? ଓକେ। ଆଜିର ଆଲୋଚନା ପରେ ଉଦ୍ଭିଦମାନଙ୍କୁ ଫୁଲ ଧରେ କିମ୍ବା ଫୁଲ ଧରେ ନାହିଁ, ଆଉ ଶକ୍ତ କାଣ୍ଡ କିମ୍ବା କୋମଳ କାଣ୍ଡ ଇତ୍ୟାଦିରେ ଆମେ ଶ୍ରେଣୀ ବିଭାଗ କରିପାରିବା। ପିଲାମାନେ, ଆଜି ଆମେ ଜୀବଜଗତର ବିବିଧତା ବିଷୟରେ ବହୁତ କଥା ଜାଣିବାକୁ ପାଇଲେ। ଆଶା କରୁଛି ସମସ୍ତଙ୍କୁ ଏହି ଅଧିବେଶନଟି ଖୁବ୍ ଭଲ ଲାଗିଥିବ। ଏହି ଅଧିବେଶନକୁ ଆମେ ଏଇଠି ସମାପ୍ତ କରିବା। ପୁଣି ଦେଖା ହେବ ଆଉ ଗୋଟିଏ ମନଛୁଆଁ ଆଉ ଶିକ୍ଷଣୀୟ ଅଧିବେଶନରେ। ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।